ସେମାନେ କେତେବେଳେ କ'ଣ କହୁଛନ୍ତି ଆଜି ମନ୍ତ୍ରୀ କହୁଛନ୍ତି ଏଇଟା ଖୋଲିବେ ତାରିଖ ଘୋଷଣା କରୁଛନ୍ତି କାଲି କହୁଛନ୍ତି ନାଇଁ ହେବନି ଖୋଲା ହେବନି ତାଙ୍କର କ'ଣ ଉଦ୍ଦେଶ୍ୟ ସେ କଥା ସାରା ଓଡ଼ିଶା ଲୋକ ବୁଝିପାରୁଛନ୍ତି ତାଙ୍କର ଉଦ୍ଦେଶ୍ୟ କୌଣସି ଠିକ୍ କଥା କରିବେ ନାହିଁ ଠିକ୍ ବାଟରେ ଯିବେ ନାହିଁ ସେମାନେ ଖାଲି ଲୋକଙ୍କୁ ଭୁଆଁ ବୁଲାଇବା ହେଲା ତାଙ୍କର ଗୋଟେ ନିର୍ଦ୍ଦିଷ୍ଟ ଭାବରେ କିଛି ଉଦ୍ଦେଶ୍ୟ ଥିବ ଭଲ ଉଦ୍ଦେଶ୍ୟ ଥିଲେ ସେ କାହିଁକି ଅରିଜିତ ପଟ୍ଟନାୟକ ମାନ୍ୟବର ବିଚାରପତି ଜଣେ ଓଡ଼ିଶାର ଗୋଟିଏ ସୁନାମଧନ୍ୟ ଲୋକ ତାଙ୍କୁ ହଟେଇ ଦେଇକି ତାଙ୍କର କ'ଣ ଉଦ୍ଦେଶ୍ୟ ଯଦି ଭଲ ଉଦ୍ଦେଶ୍ୟ ଥାନ୍ତା ସେ ହଟେଇ ନଥାନ୍ତା ମନ୍ଦ ଉଦ୍ଦେଶ୍ୟ ଅଛି ବୋଲି ସେ ହଟେଇ ଦେଲେ ଜଣେ ଯଦି ଲଜ୍ଜାହୀନ ହେବ ତାହେଲେ ତାଙ୍କ ପାଇଁ କିଛି ଉତ୍ତର ନାହିଁ ମୋ କହିବା କଥା ହେଲା ଯେ 24 ବର୍ଷର ସରକାର ରତ୍ନଭଣ୍ଡାର ଆଜି ପର୍ଯ୍ୟନ୍ତ ଖୋଲି ପାରିଲେନି ରତ୍ନଭଣ୍ଡାର ଇନଭେଣ୍ଟରାଇଜେସନ୍ କେବଳ କରିବାର ଥିଲା ତାକୁ କରିପାରିଲେନି ଆଜି ତାରିଖରେ ଯଦି ସେ କହିବେ ଯେ କାହିଁକି ଭଙ୍ଗାଗଲା କମିଟି ଏବଂ କାହିଁକି ଇନଭେଣ୍ଟରାଇଜେସନ୍ ବାବଦରେ କ'ଣ ନିଷ୍ପତ୍ତି ସରକାର ନେଉଛନ୍ତି ତାକୁ ସମାଲୋଚନା କରିବେ ତାଠୁ ଦୁର୍ଭାଗ୍ୟପୂର୍ଣ୍ଣ ଉତ୍ତର ଆଉ କିଛି ନ ହେଇପାରେ ମୋ ସ୍ପଷ୍ଟ ଏକଥା ଅଛି ଯେ ଆମର ରତ୍ନଭଣ୍ଡାର ବାବଦରେ ଯେଉଁ ପଦକ୍ଷେପ ଗୁଡ଼ିକ ଆମେ ନେଉଛୁ ସରକାର ମାତ୍ର 20-25 ଦିନ ହେଇଛି সেই ভিতরে আমি রত্নভণ্ডারর কমিটি এইপাই তৈরি কলু এবং রত্নভণ্ডার কেবে খোলা হব সে বাবদরে বি আসন্তাকালি কমিটি নিষ্পত্তি নেব এবং রত্নভণ্ডার যথা সময় খোলা যাব তার ইনভেন্টরি ম্যাচিং হব এবং প্রতিটি আর্টিকলর ডিজিটাল ফটো ডিজিটালাইজেশন করিকি আমি তাকে সম্পূর্ণ রূপে প্রিজর্ভ করিকি রখাইবু যেমিতি আগামী 50 বর্ষ পর্যন্ত যেবে বি চাহিব দ্যাট উইল বিকম এ রেফরেন্স ডকুমেন্ট ফর টেম্পল আডমিনিস্ট্রেশন सो से दृष्टिकोण जदि समालोचना करार अच्छी अलग कथार समालोचना करूँ जो उद्भट कथार समालोचना करने को विजु जनता दल नेता नेत्री मानक आम अनुरोध करुँ।